कार्तिक पुराण 20 अध्याय। धर्मदत्त उवाच। शुण राजन तस मने से विष्णु दूतंक वचने आनंदे तनु पुलकित पुणी पूछई धर्मदत्त हे विष्णु दूते तुम्भ वाणी कृतार्थ हेली कने शुणी एबे मु पचारिबि जाहा प्रसन्न होई कुह ताहा तुम्भ संगते बे निजने कार्तिक व्रत उद्यापने विष्णु सन्निधे विजय करी जय विजय नामे द्वारी सेबेनी जनकर धर्म पूर्वे से कले केउ कर्म से कथा कह मोर आगे शुणिबि तुम्भ अनुरागे विष्णु भक्त कथा शुणी तरिबि भव तरंगिणी एमंते ब्राह्मण वचने से विष्णु दूते सावधाने बोलंती शुण विप्रवर पूर्वे जे ब्रह्मांक कुमार कधर्म नामे महामुनि ता पत्नी मनुर नंदिनी नाम ताहार देवहूति साधी सुंदरी महासती तार उदरे नव नारी से कन्या नव ऋषिवरी पुणी जन्मिले पुत्र तिनी कपिल विष्णु कला घेनी सिद्धगणंक मध्य रही जग साधने ज्ञान बही आबर देवहूति नाम जय विजय नामे सान सेबेनी भाई गुणवंत धर्मेनी पुणे ज्ञान रत निगम आदि शास्त्र पढ़ी दिन को दिन ज्ञान बढ़ी जानिले आत्मार कारण सेबिले श्री गुरु चरण से गुरु ब्रह्मांक नंदन सनत कुमारंक सान कपिल नामे महामुनि ताहांक ठारु दीक्षा घेनी श्री नारायण महामंत्र अष्टाक्षरे भेद जंत्र षोडश उपचार पूजा जेणे संत सदेव राजा गुरुंका मुखु सर्व शिखी निज आत्मा को करी सुखी जय विजय बेनी भ्रात नित्य सेवंती जगन्नाथ विष्णु भक्ति बिनाने सुख न गछे तांक मने एमंत केते दिन अंते मरुत नामे महीपते विष्णु प्रीति रे चित्त धरी जय विजय यज्ञ बरी ज्येष्ठ भ्राता को ब्रह्मापणे कनिष्ठ आचार्य वरणे भियाई बहुत संभार पूजिला अग्नि आदि सुर नर लोकंकु मिष्टान्न विप्रंकु देला महादान से अवभूत स्नान काले रतिक गण कर मेले जय विजय बेनी भाई तांकु बहुत धन देई दक्षिणा पाई मन तो से गले से आपणार देशे धनर खाई जत्न करी जय विजय कर धरी एकांत स्नाने जाई बसी कनिष्ठ भाई की आशा
ଭାସି ଜୟ ବୋଲଇ ଶୁଣ ବାବୁ ତୁମର ବଚନ ଘେନିବୁ। ରାଜା ଦେଇଛି ଯେତେ ଧନ ଆମ୍ଭେ ସ୍ୱଭାବେ ତପିଜନ। ଧନରେ ହେଲେ ଆସକତ ଧ୍ୟାନେ ଯେ ନହିବ ପ୍ରାପତ। ତେଣୁ ଏ ଧନ କି କରିବା ଗୁରୁଙ୍କୁ ସବୁ ନେଇ ଦେବା। ଏ ଧନେ ସେ କରିଛି ଜାଗ ଏଣେ ଆମ୍ଭର ବଡ଼ ଭାଗ୍ୟ। ଏମନ୍ତେ ଜ୍ୟେଷ୍ଠ ବାକ୍ୟ ଶୁଣି ବିଜୟ କହୁଅଛି ବାଣୀ। ଭୋ ଭ୍ରାତ ମୋର ବାକ୍ୟ ଘେନ ଆମ୍ଭ ଅର୍ଜିତ ଯେତେ ଧନ। ବେନି ଭାଇଙ୍କ ସନମତେ ଦେବି ତା ପିତାଙ୍କ ଅଗ୍ରତେ। ସେ ଆମ୍ଭ ତାତ ଆଦି ଗୁରୁ ଧନରେ ଧର୍ମ କୀର୍ତ୍ତି କରୁ। ଦୁଃଖୀ ଦରିଦ୍ରେ କିଛି ଦେଉ ପୁତ୍ର ଅର୍ଜିଲା ଯଶ ପାଉ। ସାନୁଜ ବାକ୍ୟ ଶୁଣି କର୍ଣ୍ଣେ ଜୟ କହୁଛି କପ ମନେ। ତୁ ଶିଶୁ କିଛି ହିଁ ନ ଜାଣୁ କୁଟୁମ୍ବ ସ୍ନେହ ମନେ ଆଣୁ। ପିତା ଜନନୀ ବଶ୍ୟ ବନ୍ଧୁ ଏ ସର୍ବ ମାୟା ମୋହେ ସିନ୍ଧୁ। ଦ୍ୱାରା ତନୟ ସେହି ମତ ଲହରୀ ପ୍ରାୟ ହୋଏ ଜାତ। ଉଠଇ ଗିରି ପ୍ରାୟ ହୋଇ କୂଳେ ବାଜିଲେ ଭାସି ଯାଇ। କୁଟୁମ୍ବ ସ୍ନେହ ସେହି ମତି ଆତ୍ମାକୁ ନାହିଁ ତେଣେ ମୁକ୍ତି। ଗୁରୁ ଯେ ଗତି ମୁକ୍ତି ଦିଅନ୍ତି ଆତ୍ମାକୁ ପବିତ୍ର କରନ୍ତି। ଉତ୍ତମ ଜ୍ଞାନ ଦୀକ୍ଷା ଦେଇ ଅନ୍ତେ ଅଚ୍ୟୁତ ପୁରେ ନେଇ। ତେଣୁ ଶ୍ରୀ ଗୁରୁ ପାଦେ ସେବା ଅନ୍ୟ କି ପ୍ରୟୋଜନ ଦେବା। ଅଗ୍ରଜ ବାକ୍ୟ କର୍ଣ୍ଣେ ଶୁଣି ବିଜୟ କହୁଅଛି ବାଣୀ। ହେ ଭ୍ରାତା ଜ୍ଞାନ କଥା କହୁ ସେ ଜ୍ଞାନ ଉପୁଜିଲା କାହୁଁ। ଦେହ ନଥିଲେ କାହୁଁ ଜ୍ଞାନ ଦେହ ବିହୀନେ ସର୍ବଶୂନ୍ୟ। ଯାବତ ଅଛି ଦେହ ବୁଦ୍ଧି ତାବତ ସର୍ବ କର୍ମ ସିଦ୍ଧି। ସକଳ ଜ୍ଞାନ ସାଧି ପାରି ଏ ଦେହ ଥିବ ଯେବେ ଧରି। ତେଣୁ ଏ ଦେହ ସାରସ୍ୱତ ଯହୁଁ ଏ ହୋଇଲା ସମ୍ଭୂତ। ତା ନାମ ପିତା ମାତା କହି ଏ ପିଣ୍ଡେ ଅଧିକାରୀ ସେହି। ତାଙ୍କ ଚରଣେ ତେଣୁ ସେବା ଅର୍ଜି ଉତ୍ତମ ଧନ ଦେବା। ତାଙ୍କୁ ସନ୍ତୋଷ ଆଗ କରି ପଛେ ଯାବତ ଇଷ୍ଟ କରି। ଯେ ବଣ ଜନ ମୂର୍ଖପଣେ ନ ସେବେ ପିୟର ଚରଣେ। ନିଜ ମାତାକୁ ଦୁଃଖ ଦେଇ ଆନ ଗୁରୁଙ୍କୁ ସେବେ ଯାଇ। କିୟ ବା ତପ ସାଧିବାରେ ଗଙ୍ଗାଦି ନାନା ତୀର୍ଥ କରେ। ତାର ସୁକୃତ ଫଳ ଯେତେ ଜନନୀ କ୍ରୋଧେ ଜଳେ ନିତ୍ୟେ। ପିତାଙ୍କୁ କଲେ ଅସନ୍ତୋଷ ସକଳ ଧର୍ମ ଯାଇ ନାଶ। ଏଣୁ ପିୟର ପାଦେ ସେବି ପଶ୍ଚାତେ ଅନ୍ୟ ଇଷ୍ଟ ଭାବି। ଏକଥା ତୁମେ ମନେ ଘେନ ମାତା ପିତାଙ୍କୁ ଦେବା ଧନ। ଏ ମନ୍ତ ବାକ୍ୟ ଜୟ ଶୁଣି ବୋଲଇ ତୁରେ ମୂଢ଼ ପାଣି। ଧନ ଲୋଭରେ ଦେଉ ମନ ମୋତହୁଁ ତୋର କେତେ ଜ୍ଞାନ। ଗୁରୁ ବିଷये ଅପରାଧୀ ଧନ ଗ୍ରହଣେ କଲୁ ବୁଦ୍ଧି। ମୋର ବଚନ ଭାଙ୍ଗୁ ବଳେ
ଏ ଦୋଷେ ଗ୍ରାହ ହୁଅ ଜଳେ ଜଳଚରଙ୍କ ମଧ୍ୟେ ଥାଇ ବଞ୍ଚତୁ ଜଳ ଜନ୍ତୁ ଖାଇ ଏ ମନ୍ତ ବୋଲି ସାପ ଦେଲା ଶୁଣିବି ଜୟ କୋପ କଲା ବୋଇଲା ମୋର ନାହିଁ ଦୋଷ ନ ବୁଝି କିମ୍ପା କଲୁ ରସ ସାପ ଯେ ଦେଇ ମୂର୍ଖପଣେ ଉପ୍ରଧ ଛାଡ଼ି ଅକାରଣେ ଏଣୁ ତୁ ଗଜ ମୂର୍ଖ ହୁଅ ଘୋର ଅରଣ୍ୟ ମଧ୍ୟେ ଥାଅ ଏ ମନ୍ତ ସାପ ଅନ୍ୟେ ଅନ୍ୟେ ଦେଇ କାତର ବେନି ଜନେ ଧର୍ମ ସୁମରି ମନେ ଦୁଃଖ ବୋଲନ୍ତି ଶୁଣ ପଦ୍ମମୁଖ ଭପ୍ରଭୁ କରୁଣା ଜଳଧି ତୋର ସଞ୍ଚିଲା ସର୍ବବିଧି ସକଳ ଜୀବ ତୋର ବାସ ତୁ ପ୍ରଭୁ ପରମ ପୁରୁଷ ପରମ ଆତ୍ମା ରୂପେ ଥାଉ ଜୀବକୁ ଜଗତେ ଭ୍ରମାଉ ଜଗତ ତୋର ମାୟା ବଳେ ସଙ୍କଟ ଚକ ପ୍ରାୟ ଚଳେ ଏଣୁ ଏ ଦୁର୍ଜୟ ଜଗତ କାହାର ନୁହଁ ଆୟତ ତୁ ନାଥ ଜଗତ ଈଶ୍ୱର ପ୍ରାଣୀଙ୍କ ଦୃଷ୍ଟି ଗୋଚର ଯାହା କରିବୁ ତୋର ଇଚ୍ଛା କେ ପାଇ ପାରେ ମନ ବାଞ୍ଛା ପ୍ରାଣୀ ଯେ ସଦା ସୁଖ ଅର୍ଥେ ପଡ଼ନ୍ତି ଘୋର ତମ ପଥେ ଆତଙ୍ଗେ ତୋ ନାମ ସୁମରି ପୁଣି ଦୁସ୍ତରୁ ଯାନ୍ତି ତରି ଆମ୍ଭେ ସୋଦର ବେନି ଭାଇ ଅର୍ଥ ମଦରେ ହେଲୁ ବାଇ ସାପ ବିହିଲୁ ଏକେ ଏକେ ଏବେ ମରୁଛୁ ଗୁରୁ ସକେ ଆତଙ୍କେ ତୋ ନାମ ସୁମରୁ ତୁ ନାଥ ଉଦ୍ଧର ଦୁସ୍ତରୁ ଭକତ ଜନଙ୍କ ସଦର ଭନ୍ତର୍ଯାମୀ କୃପା କର ଏମନ୍ତ ବୋଲିବେନି ଭାଇ ହରି ଚରଣେ ମନ ଦେଇ ତାର ଆତଙ୍କ ମନ ଜାଣି ଅଶେଷ ଲୋକ ଚିନ୍ତାମଣି ବେନି ଭାଇଙ୍କ ମଧ୍ୟେ ଆସି ପ୍ରବେଶ ହେଲେ ବ୍ରହ୍ମରାଶି ଅପୂର୍ବ ଶୋଭା ଦିବ୍ୟ କାନ୍ତି ଦେଖି ଆନନ୍ଦ ବେନି ଜ୍ୟୋତି ଜୟ ବିଜୟ ବେନି ଭାଇ ଭୂମିରେ ପାଏ ପଡ଼ି ଶୋଇ ତୁରିତେ ଉଠି ଯୋଡ଼ି କର ବୋଲନ୍ତି ତ୍ରାହି ଚକ୍ରଧର ତ୍ରାହି ଜଗତ ନାଥ ତ୍ରାହି ତୋ ବିନା ଅନ୍ୟ ଗତି ନାହିଁ ଆମ ଦୁର୍ବୁଦ୍ଧି କର୍ମ ଦୋଷ ତବ ଦର୍ଶନେ ହେଉ ନାଶ ଅଧିକ କି କହିବୁ ସ୍ୱାମୀ ତୁ ନାଥ ସ୍ୱୟଂ ଅନ୍ତର୍ଯାମୀ ଆମ୍ଭର ଅନ୍ତର୍ଗତ ଦୁଃଖ ଜାଣିବି ନାଶ ପଦ୍ମମୁଖ ଭକ୍ତି ବଚନେ ଲକ୍ଷ୍ମୀ ସାଇଁ ବୋଲନ୍ତି ଶୁଣ ବେନି ଭାଇ ତୁମ୍ଭେ ଯେ ଆମ୍ଭର ଭକତ ନାମ ଆମ୍ଭର ଭକ୍ତ ହିତ ଯେ ମୋର ଭକତ ବଚନ ମୁତାନ କରଇଆନ ତେଣୁ ତୁମ୍ଭର ସାପ ଯୋଗ ଅବଶ୍ୟ ଅଙ୍ଗେ ହେବ ଭୋଗ ଗଜ କୁମ୍ଭୀର ରୂପ ହୋଇ ଜଳସ୍ଥଳରେ ବେନି ଭାଇ ଉଭୟ ଭେଟ ପରିଜନ୍ତେ ସମୟ ଯାଉ ଏହି ମତେ ଯୋଗେ କୁଞ୍ଜର ଜଳପାନେ ଗଣ୍ଡୁକି ତୀରେ ଏକ ଦିନେ ତୁଷାର୍ତେ ପିଉଥିବ ପାଣି ସେ ଜଳେ ଥାଇ ଗ୍ରାହମଣି
ଗଜକୁ ଧରିବ ତୁରିତେ ସେ ଗଜ ସୁମରିବ ମତେ ମୁହିଁ ଆସିବି ତାହା ଜାଣି ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ଗଜ ମୋ ରୂପକୁ ଅନାଇ ପ୍ରାଣ ଛାଡ଼ିବ ସେହି ଠାଇଁ ସେ ଦୁଇ ଆତ୍ମା ତୁମ୍ଭେ ବେନି ମୁହିଁ ସଙ୍ଗତେ ଯିବି ଘେନି ତୋର ସ୍ୱରୂପ ମୋର ପୁରେ ନିଶ୍ଚିନ୍ତେ ରହିଥିବି ଦ୍ୱାରେ ମତେ ଭଜିବ ଯେଉଁ ଜନ ପ୍ରଥମେ ତବ ଦର୍ଶନ ତୁମ୍ଭଙ୍କୁ କରିଲେ ଭକତି ତେବେ ପାଇବ ମୋକ୍ଷ ଗତି ମୁଁ ଏହା କରିବି ନିଶ୍ଚୟ ଏଥକୁ ନ କରି ସଂଶୟ ଏମନ୍ତ କହି ବ୍ରହ୍ମରାଶି ଗଲେ ଗଗନ ମାର୍ଗେ ପଶି ଜୟ ବିଜୟ ବେନି ଭାଇ ବିଷ୍ଣୁ ଶ୍ରୀ ମୁଖୁ ଆଜ୍ଞା ପାଇ କେତେ ହେଁ କାଳ ଅନ୍ତେ ପୁଣି ଅର୍ଜିଲା କର୍ମକୁ ନ ଜାଣି ଗଜ ସ୍ୱରୂପେ ଜୟ ମୁନି ରହିଲା ବନେ ଆଶ୍ରା ଘେନି ବିଜୟ ଗ୍ରାହ ରୂପ ଧରି ଗଣ୍ଡୁକି ଜଳେ ବାସ କରି ଏମନ୍ତେ କେତେ କାଳ ଗଲା ଯେମନ୍ତେ କର୍ମେ ଲେଖା ଥିଲା ଶ୍ରୀହରି କହିଥିଲେ ଯାହା ସେହି ପ୍ରକାରେ ଲକ୍ଷ୍ମୀ ନାହା ଗଜ କୁମ୍ଭୀର ଯୁଦ୍ଧ କାଳେ ପ୍ରକାଶ ହୋଇ ରବି ତଳେ ପ୍ରାଣୀ ଆତଙ୍କ ଯହୁଁ ହରି ତେଣୁ ପ୍ରଭୁଙ୍କ ନାମ ହରି ଗଜ ଆତଙ୍କ ମନ ଜାଣି ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ବେନି ଜନଙ୍କୁ ମୁକ୍ତି ଦେଲେ ସେ ସ୍ଥାନେ ହରି କ୍ଷେତ୍ର କଲେ ଗଜ କୁମ୍ଭୀର ଯେ ନିସ୍ତାରି ବୈକୁଣ୍ଠପୁରେ ଗଲେ ହରି ଜୟ ବିଜୟ ତାଙ୍କ ନାମ ବୈକୁଣ୍ଠ ଗୁଣେ ନାହିଁ ସମ ତାଙ୍କ ଚରିତ ସେବା ଯେବା ଶୁଣି ସେ ଅନ୍ତେ ପରଲୋକ ଜିଣି ଗୋବିନ୍ଦ ମନ୍ଦିରେ ବସନ୍ତି କୈବଲ୍ୟ ଭୋଗ ଭୁଞ୍ଜୁଥାନ୍ତି ଶୁଣ ହେ ବିପ୍ର ଧର୍ମଦତ୍ତ ବିଷ୍ଣୁ ଆଜ୍ଞା ହିଁ ବାକ୍ୟ ସତ ପୁଣି କହନ୍ତି ବିଷ୍ଣୁ ଗଣ ହେ ବିପ୍ର ଦୃଢ଼ ମନେ ଶୁଣ ତୁ ନିଶ୍ଚୟ ଯିବୁ ବିଷ୍ଣୁପୁର ଏବେ ଆମ୍ଭର ବୋଲ କର କ୍ଷିତିରେ ଥିବୁ ଯେତେ ଦିନ ଆନନ୍ଦ କରୁଥିବୁ ମନ ଧର୍ମରେ କରୁଥିବୁ ଆଶ୍ରା ଉପେକ୍ଷୀ କାମ କ୍ରୋଧ ହିଂସା ଜନ୍ତୁରେ ଥିବ ଦୟା ଭାବ ଜୀବଟି ସ୍ୱୟଂ ବାସୁଦେବ ତୁଳା ମକର ମେଷ ତିନି ବ୍ରହ୍ମଚର୍ଯ୍ୟ ଦୀକ୍ଷା ଘେନି ପ୍ରାତଃ ସ୍ନାହାନ ଦିନେ ଦିନେ ସନ୍ତୋଷ ବିଷ ଭଜନେ ଆବର ବ୍ରତ ଏକାଦଶୀ ଗୋବିପ୍ର ତିଥି ତୁଳସୀ ଏହାଙ୍କ ପୂଜା ଧର୍ମ କରି ପ୍ରାଣୀ ତରନ୍ତି ଭବ ବାରି ତୁ ଏଣେ କରି ତତ ଜ୍ଞାନ ବିଷ୍ଣୁ ଲୋକରେ ଯେବେ ମନ ଏମନ୍ତ କହି ଦୂତ ବେନି ସଙ୍ଗତେ କଳହକୁ ଘେନି ଆରୋହୀ ସୁବର୍ଣ୍ଣ ବିମାନ ଗଲେ ଯେ ବୈକୁଣ୍ଠ ଭୁବ
ଭୁବନ ସୁଜ୍ଞାନ ପାଇ ଧର୍ମଦତ୍ତ ନିଜ ଆଶ୍ରମେ ଉପଗତ। ଏ ପ୍ରଶ୍ନ ପୃଥୁ ରାଜା ଆଗେ ନାରଦ ମୁନି ଅନୁରାଗେ ବୋଲନ୍ତି ଶୁଣ ମହିପତି ଏତେ ଲକ୍ଷଣ ବିଷ୍ଣୁ ଭକ୍ତି କାର୍ତ୍ତିକ ବ୍ରତ ମୂଳ କରି ସେବିଲେ ଭବ ଜଳୁ ତରି ବିନା କାର୍ତ୍ତିକ ନ ଆରାଧି କେବେ ହେଁ ଧର୍ମ ନହେ ସିଦ୍ଧି। କାର୍ତ୍ତିକ ହିନେ ଯେତେ ବ୍ରତ ସେସବୁ ମନ୍ତ୍ର ଜଳ ସ୍ରୋତ ତେଣ୍ଡିଲେ ବହୁ ଥାଏ ନୀର ରଖିଲେ ଶୁଖିଯାଏ ଧାର ସେ ରୂପେ ସର୍ବଧର୍ମ ବିଧି ସାଧିଲେ ହେଉଥାଇ ସିଦ୍ଧି। କାର୍ତ୍ତିକ ଧର୍ମ ନୁହେଁ କ୍ଷୟ ସର୍ବଦା ସୁର ନଦୀ ପ୍ରାୟ ବିଧି ପ୍ରକାର ବେଳ କଲେ ନର୍ମଦା ବହୁ ଥାଇ ତୁଲେ ସେ ସୁଧା ଧାରା ପୁଣ୍ୟମୟ ଆମ ବା ସେ ଜଳେ ହଂସ ପ୍ରାୟ କେବେ ହେଁ ନ ପଡ଼ଇ ଦୁଃଖ ଆନନ୍ଦେ ବିହରଇ ସୁଖେ। ତେଣୁ ଏ କାର୍ତ୍ତିକ ଚରିତ ଶାସ୍ତ୍ର ପୁରାଣ କିବା ଗୀତ ଶୁଣିଣ ମନରେ ସନ୍ତୋଷ ବିନାଶେ ଅଶେଷ କଳମୁଷ ମୁକତି ଭଲେ ଅନ୍ତକାଳେ କାର୍ତ୍ତିକ ବ୍ରତ ଧର୍ମ ଫଳେ। ଇସିତେ ଜିଣେ ଯମ ସୀମା ଏମନ୍ତେ କାର୍ତ୍ତିକ ମହିମା ଅବଧ ମହାଦେବ ଦାସ ଏଛାର କହିବା ତା କିସ ବୁଦ୍ଧ ଜନଙ୍କ ଅନୁରାଗେ ପୁରାଣ ଅର୍ଥେ ଗୀତ ଜଗେ ସଂସାରେ କଲି ପରକାଶ ସୁଜନେ ଶୁଣି ହୁଅ ତୋଷ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମହାତ୍ମ୍ये ଜୟ ବିଜୟ ଚରିତ କଥନେ ନାମ ବିଂଶୋଧ୍ୟାୟ। एकविंश अध्याय पुथुरुवाच नारद वाक्य कने शुणी से पृथु राज नृपमणि बोलंती शुण मुनिवर तुम्भे कहिल धर्म सार कार्तिक व्रत धर्म बड़े आउ कि अछि रवि तले से कथा जानी थिले कह जगत जन दुख दह मुनि बोलंती धर्म अछि कार्तिक व्रत फल भक्षी। नारद उवाच से कथा शुण महारथ से कृष्ण बेणी नामे तीर्थ से पुण्य तीर्थ आदि मासे गोहिणी प्रथम दिवसे जे स्थान करे एक बेले कृष्ण सुमरी प्रात काले सकल पाप क्षय जाई कार्तिक कृत्य फल पाई अन्ते लभई विष्णुपुर जाबत रवि निशाकर ताबत आउ विष्णु आले से कृष्णा बेणी तीर्थ जले एमंत नारद वचन शुणी संतोष पृथु मन पुणी पुछई नर नाहा भमुनि मोते कह ताहा एमंत पुण्य तीर्थ जेहु पूर्वे से उपजिला काहू से कथा कह महाज्योति दुर्लभ तीर्थ पुण्य रीति। नारद उवाच
ଶୁଣ ରାଜନ ସାବଧାନେ, ସେ ସତ୍ୟ ଯୁଗ ପୂର୍ବ ଦିନେ। ବ୍ରହ୍ମା ଯେ ଯଜ୍ଞ କର୍ମ କୃତ୍ୟ, ଗୋବିନ୍ଦ ଶଙ୍କର ସହିତେ। ସକଳ ସୁର ମୁନି ତୁଲେ, କର୍ଣ୍ଣେୟ ଗିରି ଶିଖେ ଗଲେ। ପବିତ୍ର ସ୍ଥାନେ ରହି ସର୍ବେ, ଯେ ଯଜ୍ଞ ବିଧି କୃତ୍ୟ ପୂର୍ବେ। ସର୍ବେ ଜାଣନ୍ତି ବେଦବର, ଭିଆଇ ବହୁତ ସମ୍ଭାର। ଭୃଗୁକୁ ଆଚାର୍ଯ୍ୟ ବରଣେ, ବିଧାତା ବରିଲେ ଆପଣେ। ବିଷ୍ଣୁ ପ୍ରୀତିରେ କରି ବାଞ୍ଛା, ଯଜ୍ଞ ସଂକଳ୍ପେ କରେ ଇଚ୍ଛା। ବ୍ରହ୍ମାଙ୍କୁ ନାହିଁ ନାରାୟଣ, ବୋଲନ୍ତି ଆମ୍ଭ ବାକ୍ୟ ଶୁଣ। ଯେ ତୁମ ଜ୍ୟେଷ୍ଠ ପତ୍ନୀ ସୁରା, ତାର ନନ୍ଦିନୀ ନାମ କ୍ଷୀରା। ସେ ଯେ ଆମ୍ଭର ପ୍ରିୟବତୀ, ସକଳ ଗୁଣେ ସରସ୍ୱତୀ। ଯେ ତାଙ୍କ ମାତା ତୁମ୍ଭ ନାରୀ, ବିଶେଷ ଜ୍ୟେଷ୍ଠ ନାମ ଧରି। ତାଙ୍କୁ ସୁମରି ଯଜ୍ଞ ସ୍ଥାନେ, ସଂକଳ୍ପ କର ଆବାହନେ। ଏ ବାକ୍ୟ ଶୁଣି ଭୃଗୁ ମୁନି, ବୋଲନ୍ତି କାଳ କୃତ୍ୟ ଘେନି। ହେ ସଭାଜନେ ତୁମ୍ଭେ ଶୁଣ, ବ୍ରହ୍ମାଙ୍କ ପତ୍ନୀ ତିନି ଜଣ। ସୁରା ସାବିତ୍ରୀ ଗାୟତ୍ରୀ, ଏ ତିନି ବ୍ରହ୍ମଙ୍କର ନାରୀ। ସୁରା ଯେ ସାୟଂକାଳ ରୂପୀ, ସାବିତ୍ରୀ ମଧ୍ୟ କାଳ ବ୍ୟାପୀ। ପ୍ରଭାତ କାଳେ ଗାୟତ୍ରୀ, ଏ ତିନି ବ୍ରହ୍ମାଙ୍କର ନାରୀ। ଏଥକୁ କାଳ ବର୍ତ୍ତମାନେ, ବିଚାର କର ସାବଧାନେ। ପ୍ରଥମେ ସୁମରିଲେ ସନ୍ଧ୍ୟା, ଯଜ୍ଞ ଆରମ୍ଭେ ହେବ ଧନ୍ଦା। ଏଥକୁ ମୋର ବୋଲ କର, ଯଜ୍ଞ ଗାୟତ୍ରୀ ନାମ ଧର। ସେ ପ୍ରାତ କାଳେ ଦିନ ଆଦି, ସଂକଳ୍ପେ ସୁମରିବ ଯଦି। ଯଜ୍ଞ ହଇବ ବିଧି ମତେ, ଯାବତ କର୍ମ ଯଥା କୃତେ। ଏ ବାକ୍ୟ ଭୃଗୁ ମୁଖୁ ଶୁଣି, ନିଶ୍ଚୟ କଥା ବୋଲି ଜାଣି। ସକଳ ମୁନି ସନମତେ, ବିଧାତା ସୁମରିଲେ ଚିତ୍ତେ। ଗାୟତ୍ରୀ ନାମ ସୁମରଣେ, ଆସି ମିଳିଲେ ତତକ୍ଷଣେ। ବ୍ରହ୍ମାଙ୍କ ଦକ୍ଷିଣ ପାରୁଷେ, ସେ ଦେବୀ ମିଳିଲେ ହରଷେ। ତାହାଙ୍କୁ ଘେନି ବେଦପତି, ଯଜ୍ଞରେ ସଂକଳ୍ପ କରନ୍ତି। ଏମନ୍ତ ବେଳେ ଦେବୀ ସୁରା, ମନେ ଉତ୍ସୁକ ମହାତାରା। ସନ୍ନିଧେ ମିଳିଗଲେ ଆସି, କହନ୍ତି ସଭା ସମଦର୍ଶୀ। ତୁମ୍ଭର ସଞ୍ଚିଲା ଜଗତ, ଯଜ୍ଞରେ ଯେତେ ବିଧି ମତ। ଏବେ ଅଧର୍ମ କୃତ୍ୟ କଲ, ଜ୍ୟେଷ୍ଠଙ୍କୁ ଯଜ୍ଞେ ନ ବରିଲ। ଅପୂଜ୍ୟ ଜନେ କରି ପୂଜା, ବିବେକ ପଣ କଲ ତେଜା। ଯେ ଦେଶେ ଏମନ୍ତ ବିଚାର, ଲଘୁତ୍ୱ ଜନେ ସୁପକାର। ସେ ଦେଶେ ନିଶ୍ଚେ ଧର୍ମ ହାନି, ଦୁର୍ଭିକ୍ଷ ମୃତ୍ୟୁ ଭୟ ତିନି। ଅବଶ୍ୟ ଉପଜଇ ଏତେ, ଅକୀର୍ତ୍ତି ଶୁଭଇ ଜଗତେ। ତୁମ୍ଭେ କି ନ ଜାଣ ଏ କଥା, ନିଶ୍ଚୟ ଆଶାରେ କଲ ବୃଥା। ଏଠାରେ ଅଛ ଯେତେ ଲୋକ, ଜଡ଼ର ପ୍ରାୟ ଅବିବେକ। ମୁଁ ଜ୍ୟେଷ୍ଠ ବ୍ରହ୍ମାଙ୍କ ଘରଣୀ, ସେ ମୋର ସାନ ସପତଣୀ। ତାହାଙ୍କୁ ପତି ସଙ୍ଗେ ବରି, ଯଜ୍ଞ ଆରମ୍ଭ
ମୋଛ କରି ଏଣୁ ଅଚେତ ସର୍ବଜନ ମୋର ସାପକୁ ଯଜ୍ଞମାନ ବ୍ରହ୍ମା ସହିତେ ସୁର ମୁନି ସମସ୍ତେ ମୋର ସାପ ଘେନି ନଦୀ ସ୍ୱରୂପେ ଅଷ୍ଟ ଦିଗେ ଏଠାରୁ ବହିଯାଅ ବେଗେ ସୁରାବଚନେ କୋପ କରି କ୍ରୋଧେ ବୋଲନ୍ତି ଗାୟତ୍ରୀ ତୋର ଗୃହସ୍ଥ ଏକା ବିହି ମୁଁ ତ ନହିଲି କିଛି କାହିଁ ତହିଁକି କଲୁ ଏଡ଼େ କୋପ ଏକୁ ଅନେକ ଦେଲୁ ସାପ ଏ ଦୋଷ ତୁହି ହୁଅ ନଦୀ ଧର୍ମ ପୁରାଣ ସତ୍ୟ ଯଦି ଏମନ୍ତେ ଅନ୍ୟ ସାପେ ସର୍ବେ ତକ୍ଷଣେ ନଦୀ ରୂପେ ପର୍ବତେ ନ ପାରିଲେ ରହି ଅଷ୍ଟ ଦିଗକୁ ଗଲେ ବହି କହନ୍ତି ମୁନିଙ୍କ ଉତ୍ତମ ଶୁଣ ହେ ନଦୀଙ୍କର ନାମ ଯେ ହରି ହର ଏକ ଦେହି ସେ କୃଷ୍ଣ ବେଣୀ ନାମ ହୋଇ ପଶ୍ଚିମ ସମୁଦ୍ରକୁ ଗମେ ବ୍ରହ୍ମା ଯେ କକୁଦିନି ନାମେ ପୂର୍ବ ଦିଗକୁ ବିଜେ କରି ବେନି ପାରୁ ସେ ବେନି ନାରୀ ଉତ୍ତର ଦିଗେ ସରସ୍ୱତୀ ଦକ୍ଷିଣେ ବହିଲେ ଗୋମତୀ ଯେ ସୁରା ସରସ୍ୱତୀ ନାମ ଗାୟତ୍ରୀ ଗୋମତୀ ଉତ୍ତମ ଆବର ଯେତେ ସୁର ଗଣେ ନଦୀ ସ୍ୱରୂପ ଜଣେ ଜଣେ ରହିଲେ ଜଳ ରୂପ ଧରି କହିବା କେତେ ତା ବିଚାରି ସହସ୍ର ସଂଖ୍ୟା ଜଳ ପଥ ଯେ କୃଷ୍ଣା ବେଣୀ ନାମେ ତୀର୍ଥ ତହିଁ ଯେ ସ୍ନାନ କରେ ଯାଇ ସେ କୋଟି ଦାନ ଫଳ ପାଇ କାର୍ତ୍ତିକେ ପ୍ରାତ ସ୍ନାନ କଲେ କାର୍ତ୍ତିକ ଧର୍ମ ପାଇ ଭଲେ ଆବର ଯେତେ ତୀର୍ଥ ତହିଁ ଅନ୍ୟର ଫଳ କେହି ନାହିଁ ଯେ ଶୁଣେ କୃଷ୍ଣ ବେଣୀ କଥା ତାର ହରଇ ସର୍ବବ୍ୟଥା ଅନ୍ତେ ଲୋଭଇ ବିଷ୍ଣୁ ଦାସ ଭଣଇ ମହାଦେବ ଦାସ ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମହାତ୍ମ୍ୟ କୃଷ୍ଣବେଣୀ ଚରିତ କଥନ ନାମ ଏକବିଂଶ ଅଧ୍ୟାୟ। ଦ୍ୱାବିଂଶ ଅଧ୍ୟାୟ। ନାରଦ ଉବାଚ ଏମନ୍ତେ ନାରଦଙ୍କ ବାଣୀ ସେ ପୃଥୁ ରାଜା କର୍ଣ୍ଣେ ଶୁଣି ବିଚାରି ଧର୍ମ ଉପଦେଶ ନୃପତି ହୋଇଲା ସନ୍ତୋଷ ନାରଦ ବାକ୍ୟ ମନେ କରି ସଂସାରେ ଧର୍ମ ଉଦୟ କରି ଜ୍ଞାନ ପାଇଲେ ଏକେ ଏକେ ମୁନି ଯେ ଗଲେ ବ୍ରହ୍ମଲୋକେ ସେ ମୁନି ବଚନେ ଅମୃତ ସଂସାରେ ହୋଇଲା ବିଖ୍ୟାତ ଯେ ତାହା ଶ୍ରୁତି ପଥେ ଶୁଣି କିଅବା ସୁଜନେ ବଖାଣି ଯେ ଜନ ଶ୍ରଦ୍ଧା ଯୁକ୍ତେ ପୁଛେ ସେ ସର୍ବ ମୁକ୍ତି ପଥ ଗଳ୍ପେ ଏମନ୍ତ କୃଷ୍ଣ ମୁଖୁ ଶୁଣି ପୁଣି ପୂଜନ୍ତି ଠାକୁରାଣୀ ମୋର ସଂଶୟ ଦୂର କର ଭୋ ପ୍ରଭୁ କରୁଣା ସାଗର କଳହ ନାମେ ଯେଉଁ ନାରୀ ସେ ସ୍ୱାମୀ ଦ୍ରୋହ ପାପ କରି ବନେ ପିଶାଚି ହୋଇଥିଲା ବିପ୍ର ତାହାକୁ ଧର୍ମ ଦେଲା ସେ ଧର୍ମେ ହୋଇଲା ମୁକତ ଏଥକୁ ପୁଛ
होई एमंत जे बण स्त्री मूर्खपणे न सेवे स्वामीर चरणे उत्तम कथा न शुणई धर्म के ताहा न जानई केही न देवे ताकू धर्म एमंत हेब जार कर्म ताहाकू अछि जेउ गति विचारी कह जगज्योति कृष्ण बोलंती प्रिय शृण संसार विधाता भियाण ज्ञान ज्ञान दुई मते विशेष अछंती जगते ताहांक पाप पुण्य फल दिन को दिन करी ठूल विधाता देउ अछि बांटी जाहाकू जाहा कर्मे घटी ताहा कहिबा विधि मते हे प्रिय शुण एक चिते संसार चारि धर्म सार से जे अत्यंत प्रिय मोर वृक्षंक मध्यरे तुलसी तिथिरे व्रत एकादशी क्षेत्र द्वारका पुरस्तान मासे कार्तिक विद्यमान कार्तिक व्रत मने धरी जे मते सेबे मूल करी तार दुर्गति दूरे जाई एक से अंते मते पाई जे पुण थाई तार संगे पाप न रहे तार अंगे सेही लभई मोक्ष गति एथि उतारु शुण सती जे जन हेब दंडधारी जे लोक ग्रामे अधिकारी जे प्राणी कूलर नायक एतिनी मध्य जेते लोक अर्जंती पाप पुण्य कर्मे से षड भाग होई गमे कर्ताल भई पांच भाग अधिकारीर अंश भोग भजन परसिबा ठारे जे परा पर मने धरे आपना स्नेह अनुसरी परसे अन्न क्षुद्र करी से लोक जेते पापे थाई तिनी भागरु अंशे पाई जे पाप पुण्य कहिबारे बुद्धिदायक होई तारे कियबा करे उद जग से प्राणी लभे सम भाग जे जन पर निंदा करे पिसुन वचन धिकारे से तिनी अंश पाप जाई जे जहा संगे संग होई उभय पाप पुण्य जेते चतुर्थ अंश लभे निते जे जन महापापी कही सुवर्ण चोर गुरुद्रोही ब्रह्म इत्यादि कृत घन ये चारि लोक संग जन पांच हे सम महापापी चतुर्थ अंशियान रूपी जे बड़े पर द्रव्य हरे कियबा आपे चोरी करे दाम्भिक पणे धर्म करे अधर्म अर्थी अर्थ हरे आर्थिर पाप जेते थाई दाम्भिक देहे से जाई गृहिणी पुत्र शिष्य भृत्य ए चारि जन लोक मत सुचिते सेवा अनुक्रमे कारिणी हंती प्रभु धर्मे चित्त हरण करे जेहू उभय पापे कर्ता सेहू गृहस्थ धर्म जेबे
करी किय बा पाप हि आचरी कुटुंब जनंकु पुछिब प्रभु भक्तंकु पचारिब जुवती पाप पुण्य बेनी षड अंशरे स्वामी घेनी सेवक कर्म एहि रूपे सामंत हृदगते व्यापे जेबण जन ऋण करी सुझी न पारि जाए मरी से धर्म अर्जी थाई जेते साधुता द्रव्य अनुगते खातक तहु धर्म पाई जमकरणे बुझी देई द्रव्य समाने पाप पाई खातक नरके पड़ी थाई ज्येष्ठ अर्थे मागी द्रव्य आणी ग्राहस्थ्य करे सर्व दाताल भई के बा धर्म जेबे ता थाई पाप कर्म ग्राह्य अंगरे बसे जाई कहन्ति प्रभु भावग्राही एमंत पाप पुण्य जेते संसारे हेउ थाई नित्य एक आर एक कर्म मेंटी विधाता देई अछि बांटी केवल कला कर्म सार आपणे देले पाई पार जेबे लभिब पुण्य जस विकळे आत्मा कले नाश एहि प्रकारे पाप पुण्य घेनी संसारे जन माने आरोही कर्ममय रथे स्वर्ग नरक बेनी पथे साधु असाधु संग फळे गत आगत काळे काळे प्राणी हुअन्ति आतजात कहन्ति वसुदेव सुत केवल संसार सागरे सुजने संगे थिले डरे भणई महादेव दास सुजन जनरे विश्वास। इति श्री पद्मपुराणे उत्तरखंडे कार्तिक महात्म्ये संग गुण कर्म कथन नाम 22 अध्याय।